ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ବାହକ ବହିର ବନ୍ଧୁଙ୍କୁ ପତ୍ରଟିକୁ ଆମେ ପଢ଼ିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ପିଲାମାନେ, ତୁମ ସାଙ୍ଗମାନଙ୍କୁ କିପରି ଚିଠି ଲେଖାଯାଏ ତାହା ଏହି ପତ୍ର ମାଧ୍ୟମରେ ଆମେ ଶିଖିବା। ତେଣୁ ବନ୍ଧୁଙ୍କୁ ପତ୍ର କିପରି ଲେଖିବା ସେ ବିଷୟରେ ଆମେ ଜାଣିବା। ପତ୍ର ଲେଖିବା ପୂର୍ବରୁ ପ୍ରଥମେ ସ୍ଥାନ ଲେଖାଯାଏ। ସ୍ଥାନ ଲେଖା ହେଇଛି। ସ୍ଥାନ ମାନେ ତୁମେ ଯେଉଁ ସ୍ଥାନରେ ରହୁଛ ସେହି ସ୍ଥାନଟି ଲେଖିବ। ଯେପରି ଲେଖା ହେଇଛି ଏଠି ଖମାର ବେଳଗାଁ। ତେଣୁ ତୁମ ସ୍ଥାନ ତୁମେ ଯେଉଁଠି ବାସ କରୁଛ ସେଇଠିକୁ ଲେଖିବ। ତା ତଳକୁ ତୁମେ ତାରିଖ ଲେଖିବ। ଯେଉଁ ଦିନ ତୁମେ ଚିଠି ଲେଖୁଛ ସେଇ ତାରିଖଟି ଲେଖିବ। ତାପରେ ତୁମେ କାହା ପାଖକୁ ଲେଖୁଛ, ତୁମେ ଯାହା ପାଖକୁ ଲେଖୁଛ, ଯେଉଁ ବନ୍ଧୁଙ୍କ ପାଖକୁ ଲେଖୁଛ ତାହାର ନାମଟି ଏଠି ଲେଖିବ। ପ୍ରିୟର ସାଙ୍ଗ, ତୁମ ସାଙ୍ଗ ନା, ତେଣୁ ସେଇ ସାଙ୍ଗ ପାଖକୁ ଲେଖିବ ପ୍ରିୟର ସାଙ୍ଗ। ଯେପରି ଲେଖା ହେଇଛି ପ୍ରିୟର ସିଦ୍ଧାର୍ଥ। ଏଠି ପିଲାଟି ସିଦ୍ଧାର୍ଥ ତାର ସାଙ୍ଗ ପାଖକୁ ଲେଖୁଛି। ତେଣୁ ପ୍ରିୟର ସିଦ୍ଧାର୍ଥ, ମୋର ଶୁଭେଚ୍ଛା ନେବୁ। ତୁମେମାନେ ଜାଣିଥିବ, ଯଦି ବଡ଼ ଲୋକ ବୟସରେ ବଡ଼ ହୋଇଥିବେ ତାହେଲେ ଆମେ ନମସ୍କାର ପ୍ରଣାମ ଜଣାଇବା। ଯଦି ସାନ ହୋଇଥିବେ ତାହେଲେ ଆମେ ସ୍ନେହ ଜଣାଇବା। ଯଦି ସମସ୍କନ୍ଦ କିମ୍ବା ସାଙ୍ଗ ହୋଇଥିବେ ତାହେଲେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା। ଏଠାରେ ତୁମେ ସାଙ୍ଗ ପାଖକୁ ଚିଠି ଲେଖୁଛ ନା, ତେଣୁ ତୁମେ କ'ଣ ଲେଖିବ? ଶୁଭେଚ୍ଛା ଜଣାଇବ। ତେଣୁ ଏଠି ଲେଖାଯାଇଛି ମୋର ଶୁଭେଚ୍ଛା ନେବୁ କିମ୍ବା ସମ୍ବୋଧନ କରି ନେବ, ଏଭଳି ଲେଖିପାରିବା। ଆଶା କରୁଛି ତୁମେ ପରିବାର ସହ ଭଲରେ ଥିବ। ଆଶା କରୁଛି ମାନେ ଏଠି କିଏ ଆଶା କରୁଛି? ଯିଏ ଚିଠି ଲେଖୁଛି ସିଏ ଜଣାଉଛି ଆଶା କରୁଛି ତୁମେ ପରିବାର ସହ ଭଲରେ ଥିବ। ପରିବାରର ସମସ୍ତ ଗୁରୁଜନମାନଙ୍କୁ ମୋର ଯଥାମାନ୍ୟ ଜଣାଇଦେବ। ଯଥାମାନ୍ୟ ମାନେ ବଡ଼ମାନଙ୍କୁ ଆମେ ନମସ୍କାର ଜଣାଇବା, ସାନମାନଙ୍କୁ ସ୍ନେହ ଜଣାଇବା, ସମସ୍କନ୍ଦଙ୍କୁ ଆମେ ଶୁଭେଚ୍ଛା ଜଣାଇଦେବା। ତେଣୁ ଏଠି ଲେଖା ହେଇଛି ଯଥାମାନ୍ୟ ଜଣାଇଦେବ। ପରିବାରର ସମସ୍ତଙ୍କୁ ମୋର ଯଥାମାନ୍ୟ ଜଣାଇଦେବ। କିମ୍ବା ଗୋଟି ଗୋଟି କରି ମଧ୍ୟ ଆମେ ଲେଖିପାରିଥାନ୍ତେ। ସାନ ଭାଇ ପିଙ୍କୁ କିମ୍ବା ବଡ଼ ଭାଇ ବୋଲି ସମ୍ବୋଧନ କରି ଲେଖିପାରିଥାନ୍ତେ। ସାନ ଭାଇଙ୍କୁ ସ୍ନେହ ଜଣାଇବା, ବଡ଼ମାନଙ୍କୁ ନମସ୍କାର ଜଣାଇବା, ଏଭଳି ଆମେ ମଧ୍ୟ ଲେଖିପାରିବା। ଏଠାରେ ଖରା ଛୁଟିରେ ମୁଁ ଓ ବୋଉ ମାମୁଁ ଘରକୁ ଯାଇଥିଲୁ। ଏଠି ବର୍ଣ୍ଣନା କରାଯାଇଛି ଖରା ଛୁଟିରେ ମୁଁ ଓ ବୋଉ ମାମୁଁ ଘରକୁ ଯାଇଥିଲୁ। ମୋ ମାମୁଁ ଘର ପୁରୀରେ। ଆମେ ବନ୍ଦେ ଭାରତ ଏକ୍ସପ୍ରେସରେ ବସି ପୁରୀ ଗଲୁ। ଆମେ ବନ୍ଦେ ଭାରତ ଏକ୍ସପ୍ରେସରେ ବସି ପୁରୀ ଗଲୁ। ଜେଜେମାଙ୍କର ଦେହ ଭଲ ନଥିବାରୁ ବାପା ଘରେ ରହିଲେ। କିନ୍ତୁ ତାଙ୍କର ଜେଜେମାଙ୍କର ଦେହ ଭଲ ନଥିଲା, ତେଣୁ ବାପା ଗଲେ ନାହିଁ, ବାପା ରହିଲେ। ସେ ଘରେ ରହି ଜେଜେମାଙ୍କର ଯତ୍ନ ନେଲେ। ମୁଁ, ମାମୁଁ, ମାଇଁ ଓ ବୋଉ ମିଶି ପୁରୀ କୋଣାର୍କ ବୁଲିଲୁ। ଜଗନ୍ନାଥ ମନ୍ଦିର ପାଇଁ ପୁରୀ ପୃଥିବୀ ପ୍ରସିଦ୍ଧ। ପ୍ରତିବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୁଏ। ରଥଯାତ୍ରା ଦେଖିବା ପାଇଁ ବହୁତ ଭିଡ଼ ହୁଏ। ପୁରୀର ସମୁଦ୍ରକୂଳ ବହୁତ ସୁନ୍ଦର। ସମୁଦ୍ର କୂଳରେ ବୁଲିବା ପାଇଁ ଦେଶ ବିଦେଶରୁ ବହୁତ ଲୋକ ଆସିଥାନ୍ତି। ବିଦେଶରୁ ଓ ଅନ୍ୟ ରାଜ୍ୟରୁ ଉଡ଼ାଜାହାଜରେ ଲୋକମାନେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଥାନ୍ତି। ଭୁବନେଶ୍ୱରରେ ଏକ ବିମାନ ବନ୍ଦର ରହିଛି, ତା'ର ନାମ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ସେଠାରୁ ବସ୍ ଓ କାର୍ ଯୋଗେ ପୁରୀ କୋଣାର୍କ ବୁଲିବା ପାଇଁ ଯାଆନ୍ତି। ସେ ସାଙ୍ଗକୁ ଜଣାଉଛି ଯେ ଆମେ ପୁରୀ ଯାଇଥିଲୁ ଏବଂ ପୁରୀରେ ରଥଯାତ୍ରା ହୁଏ। ପୁରୀକୁ ବହୁତ ଲୋକ ଆସନ୍ତି ଦେଖିବା ପାଇଁ। ତେଣୁ ସେ କହିଲେ ବିଦେଶୀମାନେ ଆସନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇ ବସ୍ ଯୋଗେ କୋଣାର୍କ ପୁରୀ ବୁଲିବାକୁ ଯାଆନ୍ତି ବୋଲି ସାଙ୍ଗକୁ ଜଣାଉଛି। ପୁରୀଠାରୁ କିଛି ଦୂରରେ ଚନ୍ଦ୍ରଭାଗା ନଦୀ ବହିଯାଇଛି। ପୁରୀଠାରୁ କିଛି ଦୂରରେ ଚନ୍ଦ୍ରଭାଗା ନଦୀ ବହିଛି। ସେହି ନଦୀର ମୁହାଣରେ କୋଣାର୍କ ମନ୍ଦିର ଅଛି।
ରାଜା ନରସିଂହଦେବ 1200 ବଢ଼େଇଙ୍କୁ ଲଗାଇ ଏହି ମନ୍ଦିର ତିଆରି କରିଥିଲେ, କୋଣାର୍କ ମନ୍ଦିର। ଏଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ। କୋଣାର୍କ ମନ୍ଦିରରେ ମନ୍ଦିରଟି ଦେଖିବାକୁ ଠିକ୍ ଗୋଟିଏ ରଥ ପରି। ସେହି ରଥରେ 7ଟି ଘୋଡ଼ା 24ଟି ଚକ ରହିଛି। 7ଟି ଘୋଡ଼ା 24ଟି ଚକ ରହିଛି। 12 ବର୍ଷର ବାଳକ ଧର୍ମପଦ କୋଣାର୍କ ମନ୍ଦିର ମୁଣ୍ଡି ମାରିଥିଲା। ତୁମେମାନେ ପଢ଼ିଛ ବହିରେ। କୋଣାର୍କ ମନ୍ଦିର ନିକଟରେ ଥିବା ବେଳାଭୂମିରେ ଆମେ ଚାଲି ଚାଲି ବୁଲିଲୁ। ସେ ପିଲାଟି ତା ସାଙ୍ଗକୁ କହୁଛି, ମାମୁଁ କହୁଥିଲେ ସୁସ୍ଥ ରହିବା ପାଇଁ ଚାଲିବା। ତାଙ୍କ ମାମୁଁ କହିଲେ ସୁସ୍ଥ ରହିବା ପାଇଁ ଆମେ ଚାଲିବାକୁ ପଡ଼ିବ, ଖେଳିବା, ସାଇକେଲ ଚଳାଇବା, ଦୌଡ଼ିବା, ପହଁରିବା ବହୁତ ଜରୁରୀ। ସେ କହିଲେ ଆମ ଦେହ ସୁସ୍ଥ ରହିବା ପାଇଁ ଚାଲିବା ଦରକାର, ଖେଳିବା ଦରକାର, ସାଇକେଲ ଚଳାଇବା ଦରକାର, ଦୌଡ଼ିବା ଦରକାର, ପହଁରିବା ମଧ୍ୟ ଜରୁରୀ। ତେଣୁ ବ୍ୟାୟାମ ନିହାତି ଆବଶ୍ୟକ। ପ୍ରତ୍ୟେକ ମଣିଷ ପାଇଁ ସୁସ୍ଥ ଶରୀର ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ବାପା ମୋତେ ଏଥର ପହଁରିବା ଶିଖାଇଛନ୍ତି। ଆଉ ପ୍ରତିଦିନ ସକାଳୁ ମୁଁ ମୋ ପିଉସୀଙ୍କ ସହ ମିଶି ଯୋଗ ବ୍ୟାୟାମ କରୁଛି। ତେଣୁ ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଆମେ ବ୍ୟାୟାମ କରିବା ଉଚିତ। ଏସବୁ କରିବା ଦ୍ୱାରା ମୋର ଦେହ ମନ ସୁସ୍ଥ ରହୁଛି। ତେଣୁ ବ୍ୟାୟାମ ପ୍ରତ୍ୟେକ ମଣିଷ ପାଇଁ ନିହାତି ଆବଶ୍ୟକ। ଏହା ସୁସ୍ଥ ରଖେ, କାମ କରିବାକୁ ମଧ୍ୟ ଆଗ୍ରହ ଆସୁଛି। ତେଣୁ ତୁ ମଧ୍ୟ ସୁବିଧା କରି ଏସବୁଥିରୁ କିଛି କିଛି କରିବା ପାଇଁ ଚେଷ୍ଟା କର। ଚାଲିବା ଦରକାର, ବ୍ୟାୟାମ କରିବା ଦରକାର। ଏହା ତା ସାଙ୍ଗକୁ ବୁଝାଉଛି। କାହିଁକି ନା ସୁସ୍ଥ ରହିବା ପାଇଁ ଏହା ନିହାତି ଆବଶ୍ୟକ ପ୍ରତ୍ୟେକ ବ୍ୟକ୍ତି ପାଇଁ। କାରଣ ସୁସ୍ଥ ଶରୀର ମନ ପାଇଁ ଶାରୀରିକ ବ୍ୟାୟାମ ନିତାନ୍ତ ଆବଶ୍ୟକ। ମୁଁ ମୋ ସାଙ୍ଗସାଥୀଙ୍କ ସହ କ୍ରିକେଟ, କବାଡ଼ି, ଖୋଖୋ ପରି ଖେଳ ଖେଳୁଛି। ତୁମେ ଖରା ଛୁଟିରେ କେଉଁଆଡ଼େ ବୁଲିବାକୁ ଯାଇଥିଲ ସେ ବିଷୟରେ ପତ୍ର ଲେଖି ଜଣାଇବୁ। ଯଦି ସୁବିଧା ହୁଏ ମଉସା ମାଉସୀ ଓ ନିକିକୁ ନେଇ ଆମ ଘର ଆଡ଼େ ବୁଲି ଆସିବୁ। ତୋର ଚିଠି ଅପେକ୍ଷା ରହିଲି। ହେଲେ ସାଙ୍ଗଟି ଲେଖୁଛି କିଏ? ସାଙ୍ଗ ଜିତେନ୍ଦ୍ର ଲେଖୁଛି। ଜିତେନ୍ଦ୍ର ଲେଖୁଛି ଇତି ତୋର ଅନ୍ତରଙ୍ଗ ବନ୍ଧୁ। ମାନେ ଯିଏ ଚିଠି ଲେଖିଛି ଏଠି ଶେଷରେ ଲେଖିବ ଇତି ତୋର ଅନ୍ତରଙ୍ଗ ବନ୍ଧୁ ଜିତେନ୍ଦ୍ର। ଜିତେନ୍ଦ୍ର ଚିଠି ଲେଖିଛି ତାର ସାଙ୍ଗ ପାଖକୁ। ତା ସାଙ୍ଗ କିଏ ଏଠି ଆମେ ଜାଣିବାକୁ ପାଇବା। ଦେଖ, ଇଏ ହେଉଛି ଚିଠି ଲେଖିବା ଶୈଳୀ। ଏଇଭଳି ଚିଠି ଲେଖାଯାଏ। ପ୍ରଥମେ କ'ଣ କରିବା? ପ୍ରଥମେ ସ୍ଥାନ ଲେଖିବା, ତାରିଖ ପକାଇବା ଯେଉଁ ତାରିଖରେ ଲେଖାଯାଉଛି। ତାପରେ ପ୍ରିୟର ସାଙ୍ଗ ଲେଖିବା, ତା ନାଁ ଯାହା ପାଖକୁ ଲେଖୁଛେ ତାର ନାମ ଲେଖିବା। ତା ବିଷୟରେ ଏଠି ଲେଖିବା, ଶୁଭେଚ୍ଛା ଜଣାଇବା, ପ୍ରଣାମ ଜଣାଇବା, ବାପା ମାଆଙ୍କୁ ମଉସା ମାଉସୀଙ୍କୁ ପ୍ରଣାମ ଜଣାଇବା। ତାପରେ ବିଷୟବସ୍ତୁ କିଛି ଲେଖିବା। ଏ ବିଷୟବସ୍ତୁ ଲେଖି ସାରିଲା ପରେ ତାକୁ ଆସିବା ପାଇଁ କହିବା, କିମ୍ବା ତାଠାରୁ ଚିଠି ବା ତାର ବିଷୟ ବୁଝିବା ପାଇଁ ତାକୁ ଚିଠି ପଠାଇବା ପାଇଁ କହିବା। ତାପରେ ଲେଖିବା ଇତି ତୋର ଅନ୍ତରଙ୍ଗ ବନ୍ଧୁ ଜିତେନ୍ଦ୍ର। ଜିତେନ୍ଦ୍ର ଲେଖିଛି, ତେଣୁ ଅନ୍ତରଙ୍ଗ ବନ୍ଧୁ ଜିତେନ୍ଦ୍ର। ଏଠି ଠିକଣା ଲେଖିବା। ଯଦି ଆମେ ଚିଠି ଲେଖିଲେ ଠିକଣା ନ ଲେଖିବା ଚିଠି ଠିକଣା ଜାଗାରେ ପହଞ୍ଚିବ ନାହିଁ। ତେଣୁ କେବେ ହେଲେ ଚିଠି ଲେଖିବା ପରେ ଠିକଣା ଲେଖିବାକୁ କେବେ ଭୁଲିବା ନାହିଁ। ଠିକଣା ନିହାତି ଆବଶ୍ୟକ। ଦେଖ, ଏହା ଏକ ପୋଷ୍ଟ କାର୍ଡ଼ କିମ୍ବା ଲଫାପାରେ ଏଇଭଳି ଆମେ ଠିକଣା ଲେଖିବା। କିମ୍ବା ଆମେ ଚିଠି କେଉଁଠି ଲେଖିବା? ଅନ୍ତର୍ଦେଶୀୟ ପତ୍ରରେ ମଧ୍ୟ ଲେଖିପାରିବା। ଦେଖ, ଲେଖା ହେଇଛି ଠିକଣା। ଆମେ ଲେଖିବା ବାମ ପଟେ। ବାମ ପଟେ ପ୍ରେରକ। ପ୍ରେରକ ମାନେ ଯିଏ ପଠାଇଛି, ଯିଏ ଚିଠି ପଠାଉଛି ତାର ନାମ ପ୍ରେରକ ପଟେ, ସିଏ ହେଉଛି ପ୍ରେରକ। ପ୍ରାପ୍ତେଷୁ ମାନେ ଯାହା ପାଖକୁ ଚିଠି ପଠାଯାଏ। ଯିଏ ଚିଠି ପାଇବ ସିଏ ହେଉଛି ପ୍ରାପ୍ତେଷୁ। ଏଠାରେ ପ୍ରାପ୍ତେଷୁ କିଏ? ପ୍ରାପ୍ତେଷୁ ଶ୍ରୀ ସିଦ୍ଧାର୍ଥ ରାଉତ, ଗ୍ରାମ ବେଲପଡ଼ା। ଗାଁ ନାଁ ଲେଖା ହେଲା, ପୋଷ୍ଟ ଲେଖା ହେଲା ସଇଁତଳା। ପୋଷ୍ଟ ସଇଁତଳା, ଜିଲ୍ଲା ବଲାଙ୍ଗୀର। ଜିଲ୍ଲା ବଲାଙ୍ଗୀର ଲେଖା ହେଇଛି। ଏବଂ ପିନ୍
ପିନ୍ ନମ୍ବର ଲେଖାଯାଇଛି। ଠିକ୍ ସେଇଭଳି ଯିଏ ପଠାଇଛି, କିଏ ପଠାଇଛି? ଶ୍ରୀ ଜିତେନ୍ଦ୍ର ସାହୁ ପଠାଇଛି। ତେଣୁ ଶ୍ରୀ ଜିତେନ୍ଦ୍ର ସାହୁ ହେବ ତାର ପ୍ରେରକ। ପ୍ରେରକ ଜାଗାରେ ଲେଖିବା ଶ୍ରୀ ଜିତେନ୍ଦ୍ର ସାହୁ। ଗ୍ରାମ ଲେଖିବା ଖମାର ବେଲ ରପା। ଗାଁର ନାଁ ପୋଷ୍ଟ ସାହାନିଆପୁର, ଜିଲ୍ଲା କେନ୍ଦ୍ରାପଡ଼ା, ପିନ୍ ନମ୍ବର ଏତିକି ଲେଖାଯାଇଛି। ତେଣୁ ତୁମେ ମଧ୍ୟ ଯେଉଁ ଜିଲ୍ଲାରେ ରୁହ ସେଇ ଜିଲ୍ଲାର ନାଁ ଲେଖିବ, ଗାଁର ନାଁ ଲେଖିବ କିମ୍ବା ପୋଷ୍ଟ ଲେଖିବ, ପିନ୍ କୋଡ଼୍ ଲେଖିବ। ଏହିଭଳି ଚିଠି ଲେଖା ଶୈଳୀ ଠିକ୍ ଭାବରେ ଚିଠିକୁ ଲେଖିବ, ତାହେଲେ ଚିଠିଟି ଠିକଣା ଜାଗାରେ ଯାଇ ପହଞ୍ଚିବ। ଏହିଭଳି ଆମେ ଚିଠି ଲେଖା ଶୈଳୀ ଆମେ ଆଜି ଜାଣିଲେ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। କାରଣ ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବେ। ବର୍ତ୍ତମାନ ପାଇଁ ବିଦାୟ ନେଉଛି। ପରବର୍ତ୍ତୀ କ୍ଲାସ୍ରେ ପୁଣି ଦେଖା ହେବ। ରହୁଛି। ଜୟ ଜଗନ୍ନାଥ। ଧନ୍ୟବାଦ।